ହୀରା ପରଖିବାକୁ ହେଲେ ଅନ୍ଧାରର ଅପେକ୍ଷା କର। ଆଲୋକରେ ତ କାଚ ବି ଚମକିଥାଏ। ତୁମ ଜୀବନ ସେତେ ପର୍ଯ୍ୟନ୍ତ ବଦଳି ନଥାଏ ଯେତେ ପର୍ଯ୍ୟନ୍ତ ତୁମେ ବଦଳି ନାହଁ। ଦୀପର ସଳିତା ଜାଣେ ଜଳିବାର କଷ୍ଟ। ଗଛର ପତ୍ର ଜାଣେ ଗଛଠୁ ଅଲଗା ହେବାର କଷ୍ଟ। ସେହିପରି ବାପା ମା ଜାଣନ୍ତି ଛୁଆକୁ ଛୋଟରୁ ବଡ଼ କରିବାର କଷ୍ଟ। କାହାରିକୁ ନିଜ ଦୁଃଖ କଷ୍ଟ କୁହ ନାହିଁ, ନଚେତ୍ ସେହି ଲୋକମାନେ ହିଁ ତୁମ କଷ୍ଟ ଶୁଣିବାର ମଜାକ ଉଠେଇବେ। କିଛି ଲୋକ ଜାଣିଶୁଣି ଅସୁବିଧାରେ ପକାନ୍ତି, କିନ୍ତୁ ସେହି ଅସୁବିଧା ହିଁ ଲୋକଙ୍କ ଅସଲ ଚେହେରା ଜଣେଇ ଦିଏ। କଷ୍ଟ ପାଇଥିବା ବ୍ୟକ୍ତିର ଭବିଷ୍ୟତ ସୁଖମୟ ହୋଇପାରେ, କିନ୍ତୁ କଷ୍ଟ ଦେଇଥିବା ବ୍ୟକ୍ତିର ଭବିଷ୍ୟତ କେବେ ସୁଖଦାୟୀ ହୋଇନଥାଏ। କାଠିଟିକୁ ଭାଙ୍ଗିବା ସହଜ ହୋଇଥାଏ, କିନ୍ତୁ କାଠି ଗଛକୁ ଭାଙ୍ଗିବା ସହଜ ହୋଇନଥାଏ। ସେହିପରି ଏକୁଟିଆ ବ୍ୟକ୍ତି ବିପଦରେ ଭାଙ୍ଗି ପଡ଼େ, କିନ୍ତୁ ପରିବାର ସାଥିରେ ଥିଲେ ଯେତେ ବିପଦ ଆସିଲେ ମଧ୍ୟ ଭାଙ୍ଗି ନଥାଏ। ଲୋକେ କୁହନ୍ତି ସୁଖ ବାଣ୍ଟିଲେ ବଢ଼େ, ଦୁଃଖ ବାଣ୍ଟିଲେ କମେ। କିନ୍ତୁ ବର୍ତ୍ତମାନର ସମୟରେ ସୁଖ ବାଣ୍ଟିଲେ ଲୋକେ ଈର୍ଷା କରନ୍ତି ଓ ଦୁଃଖ ବାଣ୍ଟିଲେ ଅପମାନ କରନ୍ତି। କାମ ଛୋଟ ବା ବଡ଼ ହୋଇନଥାଏ। ସଫଳ କାମ ଉନ୍ନତି ଦିଏ, ଅସଫଳ କାମ ଶିକ୍ଷା ଦିଏ। ମନ ଯାହାକୁ ପସନ୍ଦ କରେ ନାହିଁ ତାର ଭଲ କଥା ମଧ୍ୟ ଭୁଲ ପରି ଲାଗେ, କିନ୍ତୁ ମନ ଯାହାକୁ ପସନ୍ଦ କରେ ତାର କୌଣସି କଥାରେ ଭୁଲ ହିଁ ଦେଖାଯାଏ ନାହିଁ। ଜୀବନର ପଥ କଠିନ, ଭଙ୍ଗା ମନକୁ ବୁଝେଇବା ଜଟିଳ। ବିପଦରୁ ବଞ୍ଚାଏ ଆତ୍ମବଳ। ମିଠା କହୁଥିବା ଲୋକର ମନରେ ଥାଏ ଗରଳ। କଷ୍ଟ ପାଇ ଅନ୍ୟକୁ ଖୁସି ଦେବା ଲୋକ ବିରଳ।